ଭାରତର ଇତିହାସ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଜେନେରାଲ ନଲେଜ ଓଡ଼ିଆ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ପ୍ରଥମ ପ୍ରଶ୍ନ, ଦିଲ୍ଲୀର ଶେଷ ହିନ୍ଦୁ ରାଜା କିଏ? ଉତ୍ତର ପୃଥ୍ୱୀରାଜ ଚୌହାନ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମେ କେଉଁ ମୁସଲମାନ ଶାସକ ତାଙ୍କ ସିଂହାସନ ଦିଲ୍ଲୀରେ ସ୍ଥାପନ କରିଥିଲେ? ଉତ୍ତର କୁତୁବୁଦ୍ଦିନ ଆଇବାକ। ପରବର୍ତ୍ତୀ ପ୍ରଶ୍ନ, ଇତିହାସରେ କିଏ ଦ୍ୱିତୀୟ ଆଲେକଜାଣ୍ଡାର ହେବାକୁ ସ୍ୱପ୍ନ ଦେଖିଥିଲେ? ଉତ୍ତର ଆଲାଉଦ୍ଦିନ ଖିଲଜୀ। ପରବର୍ତ୍ତୀ ପ୍ରଶ୍ନ, ଭାସ୍କୋ ଡା ଗାମା ଭାରତକୁ କେବେ ଜଳପଥ ଆବିଷ୍କାର କରିଥିଲେ? ଉତ୍ତର 1498ରେ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ପାନିପତ ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1526ରେ। ପ୍ରଥମ ପାନିପତ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଉତ୍ତର ବାବର ଓ ଇବ୍ରାହିମ ଲୋଦିଙ୍କ ମଧ୍ୟରେ। ପରବର୍ତ୍ତୀ ପ୍ରଶ୍ନ, ଦ୍ୱିତୀୟ ପାନିପତ ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1556ରେ। ଦ୍ୱିତୀୟ ପାନିପତ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଉତ୍ତର ହେମଚନ୍ଦ୍ର ବିକ୍ରମାଦିତ୍ୟ ଓ ଆକବରଙ୍କ ମଧ୍ୟରେ। ପରବର୍ତ୍ତୀ ପ୍ରଶ୍ନ, ତୃତୀୟ ପାନିପତ ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1761ରେ। ତୃତୀୟ ପାନିପତ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଉତ୍ତର ମରହଟ୍ଟା ସାମ୍ରାଜ୍ୟ ଓ ଆଫଗାନ ଶାସକ ମହମ୍ମଦ ଶାହ ଅବଦଲୀଙ୍କ ମଧ୍ୟରେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ନେପୋଲିଅନ କାହାକୁ କହନ୍ତି? ଉତ୍ତର ସମୁଦ୍ରଗୁପ୍ତଙ୍କୁ। ପରବର୍ତ୍ତୀ ପ୍ରଶ୍ନ, ମଗଧ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ? ଉତ୍ତର ବିମ୍ବିସାର। ପରବର୍ତ୍ତୀ ପ୍ରଶ୍ନ, କୁତବ ମିନାର ନିର୍ମାଣ କାର୍ଯ୍ୟ କିଏ ଆରମ୍ଭ କରିଥିଲେ? ଉତ୍ତର କୁତୁବୁଦ୍ଦିନ ଆଇବାକ। କୁତବ ମିନାର ନିର୍ମାଣ କାର୍ଯ୍ୟ କିଏ ଶେଷ କରିଥିଲେ? ଉତ୍ତର ଇଲତୁତମିଶ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସହରରେ କନିଷ୍କଙ୍କର ମୁଣ୍ଡବିହୀନ ପ୍ରତିମୂର୍ତ୍ତି ଅଛି? ଉତ୍ତର ମଥୁରାରେ। ପରବର୍ତ୍ତୀ ପ୍ରଶ୍ନ, କୁଷାଣ ବଂଶର ପ୍ରତିଷ୍ଠାତା କିଏ? ଉତ୍ତର କୁଜଲୁକ କାଡଫିସେସ। ପରବର୍ତ୍ତୀ ପ୍ରଶ୍ନ, ହଳଦୀଘାଟ ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1576ରେ। ହଳଦୀଘାଟ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଉତ୍ତର ଆକବର ଓ ରାଣା ପ୍ରତାପଙ୍କ ମଧ୍ୟରେ। ପରବର୍ତ୍ତୀ ପ୍ରଶ୍ନ, ଦିଲ୍ଲୀରୁ ଦୌଲତାବାଦକୁ କିଏ ରାଜଧାନୀ ପରିବର୍ତ୍ତନ କରିଥିଲେ? ଉତ୍ତର ମହମ୍ମଦ ବିନ ତୁଗଲକ। ପରବର୍ତ୍ତୀ ପ୍ରଶ୍ନ, ଶିବାଜୀଙ୍କ ଗୁରୁ କିଏ ଥିଲେ? ଉତ୍ତର ରାମଦାସ। ଶିବାଜୀ କେଉଁଠି ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ? ଉତ୍ତର ରାୟଗଡ଼ରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମୁଗଲ ପ୍ରଥମେ ଭାରତ ଆକ୍ରମଣ କରିଥିଲେ? ଉତ୍ତର ଚେଙ୍ଗିଜ ଖାଁ। ପରବର୍ତ୍ତୀ ପ୍ରଶ୍ନ, ପଲାସି ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1757ରେ। ପରବର୍ତ୍ତୀ ପ୍ରଶ୍ନ, ବକ୍ସାର ଯୁଦ୍ଧ କେବେ ହୋଇଥିଲା? ଉତ୍ତର 1764ରେ। ପରବର୍ତ୍ତୀ ପ୍ରଶ୍ନ,
ଚିରସ୍ଥାୟୀ ବନ୍ଦୋବସ୍ତ କେବେ ପ୍ରଚଳନ ହେଲା? ଉତ୍ତର 1793। ଭାରତରେ ସିପାହୀ ବିଦ୍ରୋହ କେବେ ହେଲା? ଉତ୍ତର 1857। ପରବର୍ତ୍ତୀ ପ୍ରଶ୍ନ, କେବେ ଜାଲିଆନାବାଗ ହତ୍ୟାକାଣ୍ଡ ସଂଗଠିତ ହେଲା? ଉତ୍ତର 1919ରେ। ଜାଲିଆନାବାଗ ହତ୍ୟାକାଣ୍ଡ ପାଇଁ କିଏ ଦାୟୀ? ଉତ୍ତର ଜେନେରାଲ ଡାୟାର। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ଅସହଯୋଗ ଆନ୍ଦୋଳନ କେବେ ଆରମ୍ଭ ହେଲା? ଉତ୍ତର 1920ରେ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ କେବେ ହେଲା? ଉତ୍ତର 1930ରେ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଗୋଲଟେବୁଲ ବୈଠକ କେବେ ବସିଥିଲା? ଉତ୍ତର 1930ରେ। ଦ୍ୱିତୀୟ ଗୋଲଟେବୁଲ ବୈଠକ କେବେ ବସିଥିଲା? ଉତ୍ତର 1931ରେ। ତୃତୀୟ ଗୋଲଟେବୁଲ ବୈଠକ କେବେ ବସିଥିଲା? ଉତ୍ତର 1932ରେ। ପରବର୍ତ୍ତୀ ପ୍ରଶ୍ନ, ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହେଲା? ଉତ୍ତର 1942ରେ। ଆଜିର ଅନ୍ତିମ ପ୍ରଶ୍ନ, ଭାରତ କେବେ ସ୍ୱାଧୀନ ହେଲା? ଉତ୍ତର 1947ରେ। ଆଶା କରୁଛି ଭାରତର ଇତିହାସ ସମ୍ବନ୍ଧିତ ଆଲୋଚନା କରିଥିବା ସବୁଗୁଡ଼ିକ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି, ଭିଡ଼ିଓକୁ ଲାଇକ୍ କରିବା ସହିତ ପ୍ରତ୍ୟେକ ଦିନ ସକାଳ 7:30ରେ ଏମିତି ଇମ୍ପୋର୍ଟାଣ୍ଟ ଜିକେ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ଜେନେରାଲ ନଲେଜ ଓଡ଼ିଆକୁ ସବସ୍କ୍ରାଇବ୍ କରିପାରନ୍ତି।